ଆଜ୍ଞା ଦେଖନ୍ତୁ ସିଏ ଏକ ତ ହୁମାୟୁନ ସାଗରଙ୍କର ମୃତ୍ୟୁ ତ ଆମ ଓଡ଼ିଆ କଳା ଜଗତ ପାଇଁ ଏକ କ୍ଷତିର କାରଣ। ତେବେ ତାଙ୍କର ମା ଶେଷ ଅବସ୍ଥାରେ ଆସିକରି ଏକ ଅଭିଯୋଗ କରିଛନ୍ତି। କିଛି ତାଙ୍କର ସହଯୋଗୀ ତାଙ୍କ ସହିତ ଯୋଉମାନେ କାର୍ଯ୍ୟ କରୁଥିଲେ ତାଙ୍କୁ ବିରୁଦ୍ଧରେ ଅର୍ଥ ହଡପ କରିବା, ତାଙ୍କୁ ଧମକ ଦବା ଏବଂ ତାଙ୍କୁ ଅତ୍ୟଧିକ ପରିଶ୍ରମ କରିବା, ତାଙ୍କର ଦାୟିତ୍ୱ ନ ନେବା, ଏଇ ଅଭିଯୋଗ ତାଙ୍କର ରହିଛି। ଏଇ କଥାକୁ ଆମେ ଯଦି ଦେଖିବା, ଏକ ତ ଏତଲାଟା ବହୁ ଡେରିରେ ହେଲା, ଦ୍ୱିତୀୟତଃ ତାଙ୍କର ଯୋଉ ମ୍ୟାନେଜମେଣ୍ଟ ହଉଥିଲା, ଯୋଉ ଟିମ୍ ୱାର୍କ ହଉଥିଲା, ସେ ଅର୍ଥନୀତିରେ କେମିତି କଣ ରହିଛି ତା ମଧ୍ୟ ଏକ ପ୍ରଶ୍ନବାଚୀ। କେତେ ଦୂର ପୋଲିସ ତାକୁ ସଂଗ୍ରହ କରିପାରିବ ପ୍ରମାଣ। ତୃତୀୟ କଥା ହଉଛି, ଯଦି ଧମକ ଚମକ ଦଉଥିଲେ ଏବଂ ତାଙ୍କ ସ୍ୱାର୍ଥକୁ ଠିକ ରକମ ଦେଖୁନଥିଲେ, ଅଧିକ ପରିଶ୍ରମ କରୁଥିଲେ ପଇସା ରୋଜଗାର ପାଇଁ, ତାହେଲେ ତାଙ୍କ ପରିବାର ମଧ୍ୟ ସେଥିପାଇଁ ସଚେତନ ହେଇକରି କାର୍ଯ୍ୟ କରିବା କଥା। ବର୍ତ୍ତମାନ ଆମେ ଆସିବା, ସେ ଯିଏ ତାଙ୍କର ସହଯୋଗୀ ଜଣେ ନିଜକୁ ଅସୁରକ୍ଷିତ ମନେ କରିକିରି ଆଣ୍ଟିସିପେଟରୀ ବେଲ୍ କରିଛନ୍ତି ମାନ୍ୟବର ହାଇକୋର୍ଟରେ। ବୋଧହୁଏ କୌଣସି ନା କୌଣସି କାରଣରୁ ତାଙ୍କ ମନ ଭିତରେ ଆଶଙ୍କା ରହିଛି ଯେ ତାଙ୍କୁ କାଳେ ଗିରଫ କରାଯାଇପାରେ। ଏଇ ଯୋଉ ଦଫା ହେଇଛି, ଆ ପାଇଁ ପ୍ରମାଣ ସଂଗ୍ରହ କରିବା ପାଇଁ ତଦନ୍ତର ପରିସର ନିଶ୍ଚୟ ସମୟ ସାପେକ୍ଷ ହବ। ଏତେ ସହଜରେ ପ୍ରମାଣ ସଂଗ୍ରହ କରିହବ ନାହିଁ। ଆପଣଙ୍କର ବିଭିନ୍ନ ଜାଗାରୁ ତାଙ୍କର କେମିତି ସେ ଗ୍ରୁପଟା ମେଣ୍ଟେନ ହଉଥିଲା, କଲେକ୍ସନ କିଏ ପଇସା କରୁଥିଲା, ପ୍ରୋଗ୍ରାମ କୋଅର୍ଡିନେସନ କିଏ କରୁଥିଲା ଏବଂ ପଇସା ଯୋଉ ଦେଣ ନେଣ ହଉଥିଲା ସେ କେମିତି ହଉଥିଲା, ଇଲେକ୍ଟ୍ରୋନିକ ଏଭିଡେନ୍ସ ମଧ୍ୟ ଏ ଦରକାର ପଡିବ। ଏ ମୁଁ ଭାବୁଛି ଏ ତଥ୍ୟକୁ ଠିକ ସମାବେଶ କରିକିରି କୋର୍ଟରେ ମକଦ୍ଦମା ଚାଲିଲା ଭଳିଆ ଗୋଟେ ଚାର୍ଜସିଟ ତିଆରି କରିବାକୁ ସମୟ ଲାଗିବ। ଏଇ ଭିତରେ କିଛି ଲୋକଙ୍କ ଭିତରେ ଆଶଙ୍କା ରହିଛି ଯେ କାଳେ ଆମକୁ ପୋଲିସ ବାନ୍ଧି ପକେଇବ, କଣ କରିବ। ତେଣୁ ସେଇ ପରିପ୍ରେକ୍ଷୀରେ ମୁଁ ଭାବୁଛି ବୋଧହୁଏ ତାଙ୍କୁ କିଏ ଲିଗାଲ ଆଡଭାଇସ ଦେଇଛି, ତେଣୁ ସିଏ ଆଣ୍ଟିସିପେଟରୀ ବେଲ୍ କରିଛନ୍ତି। ଆକୁ ଯଦି ଆମେ ଅନ୍ୟ ଅର୍ଥରେ ଦେଖିବା, ଇଏ ନିଶ୍ଚିନ୍ତ ଭାବେ କୌଣସି ନା କୌଣସି ଭୂମିକା ରହିଛି ଯୋଉଥିପାଇଁ ସେମାନେ ଭଦ୍ରମହିଳା ଜଣକ ଆପ୍ରିହେଣ୍ଡ କରୁଛନ୍ତି ଯେ ମତେ ଆରେଷ୍ଟ କରିବେ। ତେଣୁ ଆଦେହରୁ କିଛି ନା କିଛି ଆମକୁ ସୂଚନା ଆସୁଛି, ସତ ତ କିଛି ଜଣା ପଡିବନି, ତଦନ୍ତରେ ଜଣା ପଡିବ। ସୂଚନା ଆସୁଛି ଯେ ଆଙ୍କର କିଛି ଭୂମିକା ରହିଛି ଯୋଉଥିପାଇଁ ଆଙ୍କ ମନ ଭିତରେ ସେଇ ଶଙ୍କା ଆସିଛି। ଆମେ ସମସ୍ତେ ଅପେକ୍ଷା କରିବା, ନିରପେକ୍ଷ ତଦନ୍ତ ହଉ, ସତ୍ୟ ଉନ୍ମୋଚନ ହଉ। ତାଙ୍କ ମାଙ୍କର ଯୋଉ ଅଭିଯୋଗ ରହିଛି ଯଦି ତାହା ସତ୍ୟ ହେଇଥାଏ, ତାହା ନିଶ୍ଚିନ୍ତ ଭାବେ ଅନ୍ୟମାନଙ୍କୁ ଏକ ପ୍ରେରଣା ଦବ ଭବିଷ୍ୟତରେ ଏମିତି ନ କରିବା ପାଇଁ। ଅପରାଧ କରିନାହିଁ ବା ମୁଁ କୌଣସି ଏମିତି କରିନାହିଁ ଯାହା ଅପରାଧ ପରିସରଭୁକ୍ତ ବା ତଦନ୍ତ ପରିସରଭୁକ୍ତ ହବ। ତେଣୁ ମୁଁ ନିଜକୁ ନିଜେ କାହିଁ ଅସୁରକ୍ଷିତ ମନେ କରିକି ଯେ ପୋଲିସ ମତେ ବାନ୍ଧି ପକେଇବ, ସେଥିପାଇଁ ମୁଁ ଆସିବି ଆଗୁଆ ଜାମିନ କରିବା ପାଇଁ। ଏଇ କଥାକୁ ମୁଁ ପ୍ରଥମରୁ କହିଥିଲି ଯେ ଆ ଭିତରେ କିଛି ନା କିଛି ମନ ଭିତରେ ସନ୍ଦେହ ଆସୁଛି ଯେ ଆଙ୍କର କିଛି ଭୂମିକା ରହିଛି। ହୁଏତ ସେଟା ଅପରାଧ ପରିସରଭୁକ୍ତ ହବ କି ନାହିଁ ସେଇଟା ତ ଭିନ୍ନ କଥା, ତଦନ୍ତରୁ ଜଣା ପଡିବ। କିନ୍ତୁ ତାଙ୍କ ମନ ଭିତରେ ସନ୍ଦେହ ରହିଛି, ତେଣୁ ସେଇ ସନ୍ଦେହକୁ ସେ ନିଜକୁ ସୁରକ୍ଷା ପାଇଁ ଆସିଛନ୍ତି ହାଇକୋର୍ଟ। ହଁ, ଆମେ ତାକୁ ବର୍ତ୍ତମାନ ସୁଦ୍ଧା ଆମେ ନିର୍ଯାସରେ କିଛି ପହଞ୍ଚି ପାରିବା ନାହିଁ। ତଦନ୍ତ ପ୍ରକ୍ରିୟା ଏବଂ ଆମେ କିଛି ଅଂଶରେ ତାକୁ ଆଉ ଟିକେ ବିସ୍ତାରିତ ଭାବରେ କହିପାରିବା ଯେତେବେଳେ ତାଙ୍କର ଆଣ୍ଟିସିପେଟରୀ ବେଲ୍ ଶୁଣାଣି ହବ ଏବଂ ପୋଲିସ କେସ୍ ଡାଏରୀ ଦାଖଲ କରିବ। ତା ଦେହରୁ ଆମେ କିଛି ଆଭାସ ପାଇପାରିବା ଯେ କୋଉ ଆଙ୍ଗେଲରେ ତଦନ୍ତ ହଉଛି, ତା ଦେହରେ ଯୋଉ ଯୋଉ ଅଭିଯୋଗ ଗୁଡିକ ହେଇଛି ତା ଭିତରେ ସତ୍ୟତା କେତେ ରହିଛି, ତା ଦେହରୁ ଆମେ ଜାଣିପାରିବା। ବିଳମ୍ବ ମୁଁ ଆପଣଙ୍କୁ ଏଇଥିପାଇଁ କହିଲି ଯେ ପୋଲିସ ନିଜକୁ ସନ୍ତୁଷ୍ଟ ନ କରିପାରିଲେ, କୌଣସି ଉପଯୁକ୍ତ ପ୍ରମାଣ ନ ପାଇଲେ କାହା ଉପରେ ତ ଆକ୍ସନ ନେଇପାରିବନି। ତେଣୁ ପ୍ରମାଣ ନେବାକୁ ହେଲେ ଆଗ ମୁଁ କହିଲି ଯେ ତାଙ୍କର କିଏ ଆସୋସିଏଟ ଥିଲେ, କେମିତି ତାଙ୍କର ପ୍ରୋଗ୍ରାମିଂ ହଉଥିଲା, ପ୍ରୋଗ୍ରାମ ହେଲା ପରେ ଆଙ୍କର ଅସୁସ୍ଥତାର କାରଣ ଜାଣିକିରି ମଧ୍ୟ ଯୋଉମାନେ ପ୍ରୋଗ୍ରାମ କୋଅର୍ଡିନେଟ କରୁଥିଲେ ସେମାନେ କାହିଁକି କରୁଥିଲେ। ଦ୍ୱିତୀୟଟା, ଯୋଉ ପ୍ରୋଗ୍ରାମ ହଉଥିଲା ପଇସା ଆସୁଥିଲା, ସେ କେମିତି ଆସୁଥିଲା, କେମିତି ତାକୁ ନିଜ ଭିତରେ ବାଣ୍ଟୁଥିଲେ, ସେ ପଇସା ତାଙ୍କୁ ପାଖକୁ ଯାଉଥିଲା କି ନାହିଁ, ଏ ସବୁ ଗୁଡାକ ସେମାନେ କଲେକ୍ସନ କଲେ ହିଁ ଗୋଟେ ନିର୍ଦ୍ଦିଷ୍ଟ ପ୍ରମାଣ ଆସିବ ଯେ ଏମାନଙ୍କର ତାର ସମ୍ପୃକ୍ତି ଅଛି କି ନାହିଁ। ତେଣୁ ଏମିତି ତ ଖାଲି ଅଭିଯୋଗ କରିଦେଲେ ହବନି। ଦ୍ୱିତୀୟ କଥା ଶେଷ ଭାଗରେ ରହୁଛି, ସେ ଧମକ ଚମକ ଦେବା କଥା କହୁଥିଲେ, ଯୋଉଟା କି ଆମେ ଆମ ଭାଷାରେ କହୁଛୁ କ୍ରିମିନାଲ ଇଣ୍ଟିମିଡେସନ। ସେଇଟା କେମିତି ହଉଥିଲା, କୋଉ ମାଧ୍ୟମରେ ହଉଥିଲା, ଫୋନ ମାଧ୍ୟମରେ ହଉଥିଲା କି ପରସ୍ପର ଭେଟିଲା ପରେ ଧମକ ଦଉଥିଲେ ବା ବ୍ଲାକମେଲ କରୁଥିଲେ, ଯାହା କିଛି ହଉ ସବୁଗୁଡାକ ତଦନ୍ତର ପରିସର ଭିତରକୁ ଆସିଲେ ଆମ ପାଖରେ କିଛି ସୂଚନା ମିଳିବ। ଏହି ଭିଡିଓଟି ଆପଣଙ୍କୁ କେମିତି ଲାଗିଲା କମେଣ୍ଟ କରି ଜଣାନ୍ତୁ। ଧରିତ୍ରୀ ଲାଇଭ୍ ର ୟୁଟ୍ୟୁବ ଏବଂ ଫେସବୁକ୍ ଚ୍ୟାନେଲକୁ ସବସ୍କ୍ରାଇब କରନ୍ତୁ। ଅଧିକ ଖବର ପାଇଁ ଲଗ୍ଇନ୍ କରନ୍ତୁ www.dharitri.com।